ଯେ ଶ୍ରାବଣ ମାସ ହେଉଛି ସବୁଠାରୁ ପବିତ୍ର ମାସ ଏବଂ ଏଇଠାରେ ଏଇ ଶ୍ରାବଣ ମାସରେ ହିଁ ଉପାକର୍ମ ଆରମ୍ଭ ହୁଏ ଏବଂ ବୈଦିକ ଶାସ୍ତ୍ର ବେଦ ମନ୍ତ୍ର ଗୁଡ଼ିକ ଏହି ଶ୍ରାବଣ ମାସରେ ହିଁ ସୃଷ୍ଟି ହେଇଥିଲା ବୋଲି ବିଶ୍ୱାସ କରାଯାଏ। ଶ୍ରାବଣ ମାସ ଯେପରି ଧାରା ଶ୍ରାବଣ ନାମରେ ପ୍ରସିଦ୍ଧ ଏବଂ ଅପରପକ୍ଷରେ ଭଗବାନ ଶିବଶଙ୍କର ମଧ୍ୟ ଧାରା ପ୍ରିୟ, ଜଳଧାରା, ଦୁଗ୍ଧଧାରା, ଘୃତଧାରା, ମଧୁଧାରା ବିଭିନ୍ନ ପ୍ରକାର ଧାରା ଦ୍ୱାରା ସେ ସନ୍ତୁଷ୍ଟ ହୁଅନ୍ତି। ତେଣୁ ଶ୍ରାବଣ ମାସ ଯେହେତୁ ଧାରାର ମାସ ଏବଂ ଶିବ ଯେହେତୁ ଭଗବାନ ଶିବ ହେଉଛନ୍ତି ଧାରା ପ୍ରିୟ, ତେଣୁ ଏହି ଶ୍ରାବଣ ମାସରେ ହିଁ ତାଙ୍କର ଉପାସନା କରାଯିବା ଏବଂ ତାଙ୍କର ପ୍ରିୟ ମାସ ହୋଇଥିବାରୁ ତାହାକୁ ସେ ସାଦରେ ଗ୍ରହଣ କରନ୍ତି। ମୁଁ ପଣ୍ଡିତ ଭୂପତି ଭୂଷଣ ମିଶ୍ର, ସଭାପତି ବିରଜା ମଣ୍ଡଳ ଗଣକ ମଣ୍ଡଳୀ ଓ ପଣ୍ଡିତ ସଭା ଯାଜପୁର। ଆଜି ଆମେ ଆଲୋଚନା କରିବା ଶ୍ରାବଣ ମାସ କାହିଁକି ଭଗବାନ ଶିବଶଙ୍କରଙ୍କର ପ୍ରିୟ ମାସ। ଏ ବିଷୟରେ ମୋର ବ୍ୟକ୍ତିଗତ ମତ ହେଉଛି, ପ୍ରଥମ କଥା, ଶିବ ହେଉଛନ୍ତି ମଙ୍ଗଳମୟ ଦେବତା, ସେ ହେଉଛନ୍ତି ଶଙ୍କର। ସେଥିପାଇଁ ସଙ୍ଗ ମାନେ ଶୁଭ ମଙ୍ଗଳ ସେ କରିଥାନ୍ତି ସମାଜ ପ୍ରତି। ତେଣୁ ତାଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାର ଉପାସନାର ଧାରା ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ଆମ ଦେଶରେ ଚାଲୁ ରହିଛି। ବିଶେଷ କରି ଶ୍ରାବଣ ମାସ ହେଉଛି ଜଳଧାରାର ମାସ। ଆମେ ସାଧାରଣତଃ ବି କହନ୍ତି ଯେ ଧାରା ଶ୍ରାବଣ ମାସ, ଅର୍ଥାତ୍ ଶ୍ରାବଣ ମାସରେ ପ୍ରତିଦିନ ଧାରା ବୃଷ୍ଟି ହୋଇଥାଏ। ଯେଉଁ ଦିନ ବୃଷ୍ଟି ନ ହୁଏ ସେଦିନ ଶସ୍ୟ ଏବଂ ବିଶେଷ କରି ଧାନ୍ୟ ଶସ୍ୟ ଉତ୍ପାଦନରେ ବହୁତ ବାଧା ସୃଷ୍ଟି ହୁଏ। ତେଣୁ ଶ୍ରାବଣ ମାସ ଯେପରି ଧାରା ଶ୍ରାବଣ ନାମରେ ପ୍ରସିଦ୍ଧ ଏବଂ ଅପରପକ୍ଷରେ ଭଗବାନ ଶିବଶଙ୍କର ମଧ୍ୟ ଧାରା ପ୍ରିୟ, ଜଳଧାରା, ଦୁଗ୍ଧଧାରା, ଘୃତଧାରା, ମଧୁଧାରା ବିଭିନ୍ନ ପ୍ରକାର ଧାରା ଦ୍ୱାରା ସେ ସନ୍ତୁଷ୍ଟ ହୁଅନ୍ତି। ତେଣୁ ଶ୍ରାବଣ ମାସ ଯେହେତୁ ଧାରାର ମାସ ଏବଂ ଶିବ ଯେହେତୁ ଭଗବାନ ଶିବ ହେଉଛନ୍ତି ଧାରା ପ୍ରିୟ, ତେଣୁ ଏହି ଶ୍ରାବଣ ମାସରେ ହିଁ ତାଙ୍କର ଉପାସନା କରାଯିବା ଏବଂ ତାଙ୍କର ପ୍ରିୟ ମାସ ହୋଇଥିବାରୁ ତାହାକୁ ସେ ସାଦରେ ଗ୍ରହଣ କରନ୍ତି ବୋଲି ଅନ୍ତତଃ ଆମର ବିଶ୍ୱାସ ଅଛି। ଆଉ ଗୋଟିଏ କଥା ଆମକୁ ସ୍ମରଣ କରିବାକୁ ପଡ଼ିବ ଯେ ଶ୍ରାବଣ ମାସ ହେଉଛି ସବୁଠାରୁ ପବିତ୍ର ମାସ ଏବଂ ଏଇଠାରେ ଏହି ଶ୍ରାବଣ ମାସରେ ହିଁ ଉପାକର୍ମ ଆରମ୍ଭ ହୁଏ ଏବଂ ବୈଦିକ ଶାସ୍ତ୍ର ବେଦ ମନ୍ତ୍ର ଗୁଡ଼ିକ ଏହି ଶ୍ରାବଣ ମାସରେ ହିଁ ସୃଷ୍ଟି ହେଇଥିଲା ବୋଲି ବିଶ୍ୱାସ କରାଯାଏ। ତେଣୁ ଏହି ପବିତ୍ର ଶ୍ରାବଣ ମାସ ଭଗବାନ ଶିବଶଙ୍କରଙ୍କ ପ୍ରିୟ। ଯେମିତି ଭଗବାନ ବିଷ୍ଣୁଙ୍କର ମାସାନଂ ମାର୍ଗଶୀର୍ଷୋହମ୍ ଋତୂନାଂ କୁସୁମାକାରଃ, ଭଗବାନ ବିଷ୍ଣୁଙ୍କର ଯେମିତି ପ୍ରିୟ ମାସ ହେଉଛି ମାର୍ଗଶୀର୍ଷ, ଠିକ୍ ସେହିପରି ଶ୍ରାବଣ